ତେବେ ଏବେ ବୁଝିବା ଅସୀମ ଅଭାବ କ'ଣ, ଯାହାକୁ ଇଂଲିଶରେ କୁହନ୍ତି ଅନଲିମିଟେଡ଼ ୱାଣ୍ଟସ୍। ହେଲା, ମଣିଷର ଅନଲିମିଟେଡ଼ ୱାଣ୍ଟସ୍ ବା ଅସୀମ ଅଭାବ ରହିଛି। ତାହେଲେ ଆମେ ବୁଝିବା ଅସୀମ ଅଭାବ କ'ଣ। ଦ୍ରବ୍ୟ ଓ ସେବା ପ୍ରାପ୍ତି ପାଇଁ ମଣିଷର ଇଚ୍ଛାକୁ ଅଭାବ କୁହାଯାଏ। ମନେକର ଗୋଟେ ସର୍ଟ କୋଶ୍ଚିନ୍, ଦ୍ରବ୍ୟ ଓ ସେବା ପ୍ରାପ୍ତି ପାଇଁ ମଣିଷର ଇଚ୍ଛାକୁ ଅଭାବ କୁହାଯାଏ। ପରୀକ୍ଷାରେ ପ୍ରଶ୍ନ ପଡ଼ିବ ଅଭାବ କାହାକୁ କୁହାଯାଏ ବା ଅଭାବ କ'ଣ। ତୁମେ ଲେଖିବ ଦ୍ରବ୍ୟ ଓ ସେବା ପ୍ରାପ୍ତି ପାଇଁ ମଣିଷର ଇଚ୍ଛାକୁ ଅଭାବ କୁହାଯାଏ। ଗୋଟେ ଜିନିଷକୁ ପାଇବା ପାଇଁ ବା ଗୋଟେ ସେବାକୁ ପାଇବା ପାଇଁ ମଣିଷର ଇଚ୍ଛାକୁ ଅଭାବ କୁହାଯାଏ। ତେଣୁ ଦ୍ରବ୍ୟ ଓ ସେବା ପ୍ରାପ୍ତି ପାଇଁ ମଣିଷର ଇଚ୍ଛାକୁ ଅଭାବ କୁହାଯାଏ। ଏହି ଅଭାବ ହେଉଛି ସୀମାହୀନ ଅର୍ଥାତ୍ ଅସୀମ। ଗୋଟିଏ ଅଭାବ ପୂରଣ ହେବା ସଙ୍ଗେ ସଙ୍ଗେ ଆଉ ଏକ ଅଭାବର ସୃଷ୍ଟି ହୁଏ ବା ଦେଖାଯାଏ। ସମୟ ପରିବର୍ତ୍ତନରେ ଏହି ଅଭାବର ସଂଖ୍ୟା ମଧ୍ୟ ବୃଦ୍ଧି ପାଏ। ତେଣୁ ମଣିଷର ଅଭାବ ଅସୀମ। ଗୋଟିଏ ଅଭାବ ପୂରଣ ହେଲେ ଆଉ ଗୋଟେ ଅଭାବ ଦେଖାଦିଏ। ସମୟ ପରିବର୍ତ୍ତନରେ ଏହି ଅଭାବର ସଂଖ୍ୟା ମଧ୍ୟ ବୃଦ୍ଧି ପାଏ। ତେଣୁ ମଣିଷକୁ ଅଭାବର ଏକ ବିଡ଼ା ବୋଲି କୁହାଯାଇଛି। ଏଥିପାଇଁ ମଣିଷକୁ ଏକ ଅଭାବର ବିଡ଼ା ବୋଲି କୁହାଯାଇଛି। ପରୀକ୍ଷାରେ ପ୍ରଶ୍ନ ପଡ଼ିବ ମଣିଷକୁ ଏକ ଅଭାବର ବିଡ଼ା ବୋଲି କାହିଁକି କୁହାଯାଇଛି। ତୁମେ ଲେଖିବ ମଣିଷର ଅଭାବ ହେଉଛି ଅସୀମ। ଗୋଟିଏ ଅଭାବ ପୂରଣ ହେବା ସଙ୍ଗେ ସଙ୍ଗେ ଆଉ ଏକ ଅଭାବର ସୃଷ୍ଟି ହୁଏ। ସମୟର ପରିବର୍ତ୍ତନରେ ଏହି ଅଭାବର ସଂଖ୍ୟା ମଧ୍ୟ ବୃଦ୍ଧି ପାଏ। ତେଣୁ ମଣିଷ ଏକ ଅଭାବର ବିଡ଼ା ବୋଲି କୁହାଯାଇଛି। ଜଣେ ବ୍ୟକ୍ତି ଯାହା ପାଏ ସେଥିରେ ସେ ସନ୍ତୁଷ୍ଟ ହୁଏ ନାହିଁ। ସେ ଅଧିକ ପାଇବା ପାଇଁ ଇଚ୍ଛା କରେ। କିନ୍ତୁ ସବୁ ଅଭାବ ସମାନ ଗୁରୁତ୍ୱପୂର୍ଣ୍ଣ ନୁହନ୍ତି। କେତେକ ଅଭାବ ଅତ୍ୟନ୍ତ ଜରୁରୀ ଅଟନ୍ତି, କେତେକ ଅଭାବ କମ୍ ଜରୁରୀ ଅଟନ୍ତି। ମନେ ରଖ, ଆଗରୁ ମଧ୍ୟ କହିଥିଲି ଯେ ମଣିଷର ଅନେକ ଗୁଡ଼ିଏ ଅଭାବ ଅସୀମ ଅଭାବ ମଧ୍ୟରୁ ସବୁ ଅଭାବ ଜରୁରୀ ନୁହନ୍ତି। କେତେକ ଜରୁରୀ ଅଟନ୍ତି ଓ କେତେକ କମ୍ ଜରୁରୀ ଅଟନ୍ତି। ବ୍ୟକ୍ତି ପରି ମଧ୍ୟ ରାଷ୍ଟ୍ରର ସୀମାହୀନ ଅଭାବ ରହିଛି। ଯଥା ସାମରିକ ଓ ଆରକ୍ଷୀ ବାହିନୀ ଗଠନ, ରାସ୍ତାଘାଟ ନିର୍ମାଣ, ଶିକ୍ଷାନୁଷ୍ଠାନ ଓ ଚିକିତ୍ସାଳୟ ସ୍ଥାପନ, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ, କୃଷି ଓ ଶିଳ୍ପର ଉନ୍ନତି ସାଧନ ଇତ୍ୟାଦି। ତେଣୁ ବ୍ୟକ୍ତି, ପରିବାର, ସମାଜ ଓ ରାଷ୍ଟ୍ର ବା ଦେଶ ସମସ୍ତଙ୍କର ଅଭାବ ଅସୀମ ଅଟେ। ଏଥିରୁ ଆମେ କ'ଣ ଦେଖିଲୁ ନା ଦେଶର ମଧ୍ୟ ଅନେକ ଅଭାବ ରହିଛି। ସାମରିକ ବା ଆରକ୍ଷୀ ବାହିନୀ ବା ପୋଲିସ ବାହିନୀ ଗଠନ କରିବ, ରାସ୍ତାଘାଟ ନିର୍ମାଣ କରିବ, ଶିକ୍ଷାନୁଷ୍ଠାନ ସ୍ଥାପନ କରିବ, ଚିକିତ୍ସାଳୟ ସ୍ଥାପନ କରିବ, ଜଳସେଚନ ଆଉ ବନ୍ୟାକୁ ନିୟନ୍ତ୍ରଣ କରିବ, କୃଷି ଓ ଶିଳ୍ପର ଉନ୍ନତି ସାଧନ କରିବ। ତେଣୁ ବ୍ୟକ୍ତିର ବି ରହିଛି, ପରିବାରର ରହିଛି, ସମାଜର ରହିଛି, ରାଷ୍ଟ୍ର ବା ଦେଶର ମଧ୍ୟ ରହିଛି। କ'ଣ ନା ତେଣୁ ବ୍ୟକ୍ତି, ପରିବାର, ସମାଜ ଓ ରାଷ୍ଟ୍ର ସମସ୍ତଙ୍କର ଅଭାବ ଅସୀମ ଅଟେ।